ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଦ ଏକାଦଶ ଅଧ୍ୟାୟ। ସୁତ ଉବାଚ। ଏମନ୍ତେ ନିଜ ରାଜେ ହରି ମିଳିଲେ ଶଙ୍ଖ ନାଦ କରି, ସେ ପାଞ୍ଚଜନ୍ୟ ରସବଦ ହରିଲା ପ୍ରଜାଙ୍କ ବିଷାଦ। ସେ ଶଙ୍ଖ ଧବଳ ଉଦର ବିରାଜେ ଶ୍ରୀକୃଷ୍ଣର କର, ଅଧର ରଙ୍ଗେ ରଙ୍ଗ ଦିଶି ଉଚ୍ଚ ଶବଦ ସେହୁ ଭାସି। ରକତ ପଦ୍ମ କୋଳେ ଯେହ୍ନେ ଶୋଭିତ ରାଜ ହଂସସ୍ୱନେ, ସେନାଦ ଯେତେ ଦୂର ସ୍ଫୁରେ ଜନ୍ମ ମରଣ ଭୟ ହରେ। ସେନାଦ ସ୍ଫୁରେ ଘନ ଘନ ଶୁଣି ସକଳ ପ୍ରଜାଜନ, ଧାମନ୍ତି ପରମ ହରଷେ ଶ୍ରୀକୃଷ୍ଣ ଦର୍ଶନ ଲାଳସେ। ବିବିଧ ଉପାୟନ ହସ୍ତେ ମିଳିଲେ ଗୋବିନ୍ଦ ଅଗ୍ରତେ, ରବି ସମୀପେ ଦୀପପନ୍ତି ଦିବସେ ଯେ ସନେ ଦିଶନ୍ତି। ସେ ହରି ନିତ୍ୟ ପୂର୍ଣ୍ଣ କାମ ଆତ୍ମ ପ୍ରକାଶ ଆତ୍ମାରାମ, ତାର ନିକଟେ ରୁଣ୍ଡ ହୋଇ ସକଳେ ଶିରେ କର ଦେଇ। ବାଳକ ପିତା ସନ୍ନିଧାନେ ଯେମନ୍ତେ ମାନ ଅପମାନେ, ଆନନ୍ଦେ କୃଷ୍ଣ ମୁଖ ଚାହିଁ ବୋଲନ୍ତି ଗଦ ଗଦ ହୋଇ। ଭୋ ନାଥ ପରମ କାରଣ ତୋହର ଅଭୟ ଚରଣ, ଶିବ ବିରଞ୍ଚି ଆଦି ଦେବେ ନିତ୍ୟ ସେବନ୍ତି ଆତ୍ମ ଭାବେ। ଯେ ଚିନ୍ତେ ଆତ୍ମାର କାରଣ ତୋ ପାଦ ପଦ୍ମ ନାରାୟଣ, ଯେ କାଳ ସକଳ ସଂହାରେ ତୋର ସେବକେ ସେ ନ ପାରେ। ତୁ ଆମ୍ଭ ପିତା ମାତା ପତି ସର୍ବ ସଂକଳ୍ପ କ୍ଷେମ ଗତି, ପରମ ଗୁରୁ ଦୈବତ ସୁହୃଦ ବନ୍ଧୁ ପ୍ରିୟ ମିତ୍ର। ତ ବିନୁ ଆମ୍ଭେ ନହୁଁ କିଛି ତୁ ନାଥ ସର୍ବ ଆତ୍ମା ସାକ୍ଷୀ। ଅନାଥ ନାଥ ତୁ ଆମ୍ଭର ଦେବ ମାନବେ ଅଗୋଚର, ତୋର ବଦନ ନାରାୟଣ ପ୍ରେମ ହସିତ ନିରୀକ୍ଷଣ। ସେ ମୁଖ ଦେଖୁ ତୋର ଦେହେ ସର୍ବ ସୌନ୍ଦର୍ଯ୍ୟ ଯହିଁ ରହେ। ଯେବେ ସୁହୃଦ ଦେଖିବାରେ କୁରୁ ନଗର ମଧୁପୁରେ, ଇଚ୍ଛାରେ କରୁ ତୁ ଗମନ ତୋତେ ନ ଦେଖି ଆମ୍ଭ ମନ। କ୍ଷଣକେ କୋଟି ଯୁଗ ମଣେ ରଜନୀ ଦିବସନ ଜାଣେ, କୋଟି ନୟନ ପ୍ରାଣ ବହି କି କରେ ରବି ଯେବେ ନାହିଁ। ତୋହର ପ୍ରସନ୍ନ ବଦନ ଅଖିଳ ତାପ ବିମୋଚନ, ଚିର ପ୍ରବାସେ ତାନ ଦେଖି ଆମ୍ଭ ଜୀବନ ବଡ଼ ଦୁଃଖୀ। ଏମନ୍ତ ଜନ ମୁଖୁ ଶୁଣି ଆନନ୍ଦ ମନେ ଚକ୍ରପାଣି, ଅମୃତ ଲୋଚନେ ଅନାଇ ପୁରେ ପ୍ରବେଶ ଭାବଗ୍ରାହୀ। ଯାଦବ ସାତ ବଂଶ ମିଳି ଶବଦ ଶୁଭେ କୁଶସ୍ଥଳୀ, ରକ୍ଷିତ ନିଜ ତୁଲ୍ୟ ବଳେ ପାତାଳ ଯେହ୍ନେ ନାଗ ବଳେ। ମତ ମାତଙ୍ଗ ଅଶ୍ୱଖର ରଥ ଶକଟ ବହୁତର, ପଦାତି ବଳ ଅପ୍ରମିତ ଧାମନ୍ତି ବୀରେ ଯୁଥ ଯୁଥ। ଚଳନ୍ତେ ମୁଖ ରାବ ଗୋଳ ପାତାଳେ ଯେହ୍ନେ ନାଗ ବଳ, ସକଳ ଋତୁ ପୁଷ୍ପ ଫଳେ ଆଶ୍ରୟୀ ଲତା ଦ୍ରୁମ ମେଳେ। ଆରାମ ଭବନେ ଶୋଭନ ଜଳେ ଜଳଜ ହଂସ ମୀନ, ତୋରଣପୁର ଦ୍ୱାର ମାର୍ଗେ ଉଚ୍ଚେ ବନ୍ଧନ ନବରଙ୍ଗେ। ଧ୍ୱଜ ପତାକା ଚିତ୍ର ଶୋହେ ସୁନ୍ଦର ପଥ ମନ ମୋହେ, ମାର୍ଜିତ ମାର୍ଗ ଦ୍ୱାରେ ଦ୍ୱାରେ ସିଞ୍ଚା କୁସୁମ ଗନ୍ଧ ନିରେ। ଗୃହ ମାନଙ୍କ ପ୍ରତି ଦ୍ୱାରେ ଦଧି ଅକ୍ଷତ ଫଳ ଭରେ, ପୂର୍ଣ୍ଣ କଳସ ଧୂପ ଦୀପେ ଜୟ ଶବଦ ନାନା ରୂପେ। କୃଷ୍ଣର ଆଗମନ ଜାଣି ସଙ୍ଗତେ ବସୁଦେବ ଘେନି, ରାମ ଅକ୍ରୂର ଉଗ୍ରସେନ କୃଷ୍ଣର ଯେତେ କନନ୍ଦନ। ହରଷେ ଉଚ୍ଛୁଳିଲା ମନ ଉପେକ୍ଷି ଶୟନ ଭୋଜନ,
ଉତ୍ତମ ହସ୍ତି ସଜ କରି ମାଗଧେ ମଙ୍ଗଳ ଉଚ୍ଚାରି। ମଙ୍ଗଳ ବେଦ ନାଦ ସ୍ୱରେ ଅଗ୍ରେ ଚଳିଲେ ବିପ୍ରବରେ। ଶଙ୍ଖ ମହୁରୀ ଭେରି ତୁରି ଯେ ବାଦ୍ୟେ ମଙ୍ଗଳ ଉଚ୍ଚାରି। ଏମନ୍ତେ ପୁର ଜନପଥେ ଆନନ୍ଦେ ମିଳିଲେ ସମସ୍ତେ। ଶତ ସହସ୍ର ବାରାଙ୍ଗନା ଯେ ରୂପେ ଜଗତ ମୋହନା। କୁଣ୍ଡଳ ଲୋଳିତ ଶ୍ରବଣେ ଲୋଚନ ପୂରିତ ଅଞ୍ଜନେ। ଅଳକା ତିଳକ କୁସୁମ ଦେବ ମାନବେ ମନୋରମ। ନଟ ନର୍ତ୍ତକ ବନ୍ଦୀ ସୁତେ ଅଗ୍ରେ ଚଲନ୍ତି ଯୁଥେ ଯୁଥେ। କୃଷ୍ଣର ଅଦ୍ଭୁତ ଚରିତ ଗାୟନ କରି ନୃତ୍ୟ ଗୀତ। ମିଳିଲେ ଗୋବିନ୍ଦର ପାଶେ ସକଳେ ପରମ ହରଷେ। ଗୋବିନ୍ଦ ଦେଖି ପୁରଜନ ତକ୍ଷଣେ ଉପେକ୍ଷି ଆସନ। ଯେ ହରି ସର୍ବଗୁଣ ନିଧି ବନ୍ଧୁ ପୂଜିଲେ ଯଥାବିଧି। କାହାକୁ କରି ନମସ୍କାର ଆନନ୍ଦେ ଧରି କରେ କର। କାହାକୁ କରି ଆଲିଙ୍ଗନ କାଶୀରେ ଆଘ୍ରାଣ ଚୁମ୍ବନ। କାହାକୁ ମନ୍ଦ ହାସେ ଚାହିଁ ଭାବେ ତୋଷିଲେ ଭାବଗ୍ରାହୀ। ଆଶ୍ୱାସ କରି ପୁରଜନେ ତୋଷିଲେ ସର୍ବ ବାକ୍ୟ ଧନେ। ଚାଣ୍ଡାଳୁ ବ୍ରହ୍ମ ଯାଏ ପୂଜା କରି ତୋଷିଲେ ଦେବରାଜା। କୁଳ ପୂଜିତ ଜ୍ଞାନ ବୃଦ୍ଧ କୃଷ୍ଣଙ୍କୁ କଲେ ଆଶୀର୍ବାଦ। ପୁରେ ପଶନ୍ତେ ଜନାର୍ଦ୍ଦନ ଦ୍ୱାରକାପୁର ବଧୂଜନ। ତକ୍ଷଣେ ଲାଜ ଦୂର କରି ଆରୋହୀ ଅଟ୍ଟାଳି ପାଚେରି। ଦେଖିଣ କୃଷ୍ଣର ଶରୀର ମହା ଉତ୍ସବେଣ ସ୍ଥିର। ଯଦ୍ୟପି ନିତ୍ୟେ ନିତ୍ୟେ ପୁରେ କୃଷ୍ଣ ବଦନ ନିରନ୍ତରେ। ଦେଖି ସନ୍ତୋଷ ନହେ ମନ ଯା ଅଙ୍ଗ ସର୍ବ ଶୋଭାବନ। ଲକ୍ଷ୍ମୀ ବିଳାସ ଯାର ଅଙ୍ଗେ ଅଦ୍ଭୁତ ବିବିଧ ବିଭଙ୍ଗେ। ସୁଧା ସମ୍ପୂର୍ଣ୍ଣ ଯାର ଗାତ୍ର ପ୍ରାଣୀ ଲୋଚନ ପାନ ପାତ୍ର। ଯାହାର ଚାରି ଭୁଜ ତଳେ ବାସବ ଆଦି ଦିଗପାଳେ। ଯାହାର ଅଭୟ ଚରଣ ଭକତ ଜନଙ୍କ ଶରଣ। ଧବଳ ଛତ୍ର କେବା ଧରେ କେବା ଚାମର ବିଞ୍ଚେ ଧୀରେ। ଜୟ ଶବଦ କେ କରନ୍ତି କେବା କୁସୁମ ବରସନ୍ତି। ପଥେ ଗୋବିନ୍ଦ ତନୁ ଶୋଭା କିବା ଉପମା ତାରେ ଦେବା। ପୀତ ବସନ ବନମାଳ ଶ୍ରବଣେ ମକର କୁଣ୍ଡଳ। ପିସଙ୍ଗ ବସ୍ତ୍ର ମଧ୍ୟ ଭାଗେ ଯେହ୍ନେ ବିଜୁଳି ନୀଳ ମେଘେ। ରବି ଶଶାଙ୍କ ଶକ୍ର ଚାପ ସ୍ୱଭାବେ ଘନ ନୀଳ ରୂପ। ପୁରେ ପଶନ୍ତେ ବ୍ରହ୍ମ ରାଶି ତକ୍ଷଣେ ମାତୃଗଣେ ଆସି। ଆନନ୍ଦେ କରି ଆଲିଙ୍ଗନ କୃଷ୍ଣଙ୍କୁ କରନ୍ତି କଲ୍ୟାଣ। ଦେବକୀ ଆଦି ସପ୍ତ ନାରୀ ଚରଣେ ନମିଲେ ମୁରାରି। ସକଳ ମାତୃଗଣେ ମିଳି କୋଳେ ବସାଇ ବନମାଳି। ଅତ୍ୟନ୍ତ ପୁତ୍ର ସ୍ନେହ ଭରେ କ୍ଷୀର ସ୍ରବଇ ପୟୋଧରେ। ଅତି ଆନନ୍ଦେ ଅଶ୍ରୁ ଜଳେ ସିଞ୍ଚନ୍ତି କୃଷ୍ଣଙ୍କ ଉପରେ। ମାତୃଗଣଙ୍କ ସଙ୍ଗୁ ହରି ନିଜ ଭୁବନେ ବିଜେ କରି। 16,000 ପତିଙ୍କର ବିରାଜେ ରତ୍ନମୟ ପୁର। ସକଳ କାମ ଅର୍ଥ ଧର୍ମ ଯହିଁ ବିଜୟେ ପୂର୍ଣ୍ଣ ବ୍ରହ୍ମ। ମାୟାର ବଳେ ବନମାଳି ପତ୍ନୀ ଭୁବନେ ବେଗେ ମିଳି। ଅଷ୍ଟ ଅଧିକ ଶତ ନାରୀ 16,000 ମନହାରି। ପଶିଲେ ଏତେ ରୂପ ହଇ ହାସ୍ୟ କଟାକ୍ଷେ ମନ ମୋହି। ଭୁବନେ ଦେଖି ନିଜ ପତି ସମ୍ଭ୍ରମେ ସକଳ ଯୁବତୀ।
ଦୁରୁ ଗୋବିନ୍ଦ ମୁଖ ଦେଖି ଉଠିଲେ ଆସନ ଉପେକ୍ଷୀ। କିଅ ବା ଦେବା ପଟାନ୍ତର ଚକୋରେ ଯେହ୍ନେ ନିଶାକର। ତକ୍ଷଣେ ହରି ରୂପ ଦେଖି ନିର୍ମଳ କରି ବେନି ଆଖି। ଅନ୍ତରେ ସ୍ୱାମୀ ରୂପ ଧରି ନିବିଡ଼େ ଆଲିଙ୍ଗନ କରି। ପୁଣି କୃଷ୍ଣର ପାଶେ ମିଳି ପୁତ୍ରାଦି ଦ୍ୱାରା କୋଳ କରି। ସ୍ୱଭାବେ ସଲଜ୍ଜ ବଦନ ଲୋତକେ ପୂରିତ ନୟନ। ଯଦ୍ୟପି ପାଇଲେ ଏକାନ୍ତେ ତଥାପି କୃଷ୍ଣ ପାଦଗତେ। ଅତି ପୀରତି ନବ ନବ ସ୍ୱାମୀ ଚରଣେ କଲେ ଭାବ। ପାଦ ପଦ୍ମରେ ସେବା କଲେ କେ ତାହା ଛାଡ଼ି ପାରେ ଭଲେ। ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା ସେ ନ ଛାଡ଼ଇ ଅତି ଭୋଳା। ଏହି ପ୍ରକାରେ ନରହରି ଛଳେ ଧରଣୀ ଭାରା ହରି। ଦଶ ଅୟୁତ ରାଜା ଗଣେ ଉଭାରି ସଂହାରିଲେ ରଣେ। କଳି ଭିଆଇ ନାରାୟଣ ଅନଳେ ଯେହ୍ନେ ସମୀରଣ। ନାସିଲେ ଅହଙ୍କାର ବାଦେ ବିମାନେ ବସି ନିରାୟୁଧେ। ସ୍ୱମାୟା ବଳେ ନରହରି ମନୁଷ୍ୟ ଦେହେ ଅବତରି। ଅଜ୍ଞାନୀ ଯେହ୍ନେ ଗୃହେ ରହି ବଞ୍ଚଇ ପତ୍ନୀ ବଶ ହୋଇ। ପତ୍ନୀର ଭାବ ପ୍ରେମ ରଙ୍ଗେ ଯନ୍ତ୍ରିତ ମୋହନ ଅନଙ୍ଗେ। କୃଷ୍ଣର ଯେତେ ନାରୀଗଣ ସୁନ୍ଦରେ ମୋହନ୍ତି ମଦନ। ସ୍ୱଭାବେ ପ୍ରେମ ଛନ୍ଦେ ରସେ ନିତ୍ୟ ସେବନ୍ତି କୃଷ୍ଣ ପାଶେ। ବିବିଧ ଆଲିଙ୍ଗନ ଦେଇ ତା ମନ ନ ପାରିଲେ ମୋହି। ଏ ଜୀବ ଲୋକ କାହୁଁ ଜାଣେ ଆପନା ତୁଲ୍ୟ ପ୍ରାୟ ମଣେ। କାହୁଁ ପାରିବେ ବଶ କରି ନିର୍ଲେପ ପ୍ରଭୁ ନରହରି। ସେ ହରି ଚରଣ କମଳେ ସୁଯୋତି ଚିନ୍ତ ଧ୍ୟାନ ବଳେ। କହଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୋପାଖ୍ୟାନେ ଶ୍ରୀକୃଷ୍ଣ ଦ୍ୱାରକା ପ୍ରବେଶो ନାମ ଏକାଦଶୋऽଧ୍ୟାୟ।